ଓଡ଼ିଶା ପୋଲିସର ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ। 18 ବର୍ଷରୁ କମ୍ ଛାତ୍ରୀମାନଙ୍କୁ ସଚେତନତା କରାଇଲେ ଥାନା ଅଧିକାରୀ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ଥାନା ପରିସରରେ କିଶୋରୀ ବାଳିକାମାନଙ୍କୁ ସଚେତନତା କରାଇବା ପାଇଁ ଗଅଁଦିଆ ପୋଲିସ ପକ୍ଷରୁ ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ବହୁ ଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଡିଜିପି ଓଡ଼ିଶା ତରଫରୁ ପ୍ରଥମେ ଭିସି ମାଧ୍ୟମରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ ଓ ବହୁ ପ୍ରକାର ଭିଡ଼ିଓ ଦେଖାଇ ସଚେତନତା କରାଇଥିଲେ। ଗଅଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଓ ଗଅଁଦିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନସୀ ଦାସ, ସିଡିପିଓ ସୁପରଭାଇଜର ଚାର୍ମିଂ ଆଏଚ୍ ଓ ଗଅଁଦିଆ ଥାନା ଏଏସ୍ଆଇ ସୁକାନ୍ତି ସାହୁ ଛାତ୍ରୀମାନଙ୍କୁ ସାଇବର ଓ ଇଣ୍ଟରନେଟ୍ ଠାରୁ କିଭଳି ସତର୍କ ରହିବେ, ସଚେତନତା କରାଇବା ସହ କିପରି ଫୋନ୍କୁ ଦୁରୁପଯୋଗ ନ କରିବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଥାନାର ସବ୍ ଇନ୍ସପେକ୍ଟର ହୃଦାନନ୍ଦ ମହାନନ୍ଦ, ଏଏସ୍ଆଇ ଅଭୟ ନାୟକ, ଏଏସ୍ଆଇ ପ୍ରଭାତ ନାୟକ ଓ ଥାନାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବହୁ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ମୁଁ ଆଇସି ଗଅଁଦିଆ। ଆଜି ଓଡ଼ିଶା ପୋଲିସ ତରଫରୁ ସିଆଇଡିସି ତରଫରୁ ଗୋଟେ ଜୁଭେନ୍ତିକା ପ୍ରୋଗ୍ରାମ ହେଉଥିଲା। ଏଇଟା ହେଉଛି ଅଲ୍ ଓଭର ଓଡ଼ିଶାର ସବୁ ପୁଲିସ ଷ୍ଟେସନ ମାନଙ୍କରେ ହେଉଛି। ଏଇଟା ହେଉଛି ମେନ୍ ହେଉଛି ଯେଉଁ ଛୋଟ ଛୋଟ ପିଲାମାନଙ୍କ ପୋଲିସ ପ୍ରତି ଭୟ କରନ୍ତି ପୋଲିସ ମାନଙ୍କୁ। ସେମାନେ ଯେଉଁ ଭୁଲ କାମ ବି କରିଦିଅନ୍ତି ବେଳେବେଳେ ଅଜାଣତରେ ମୋବାଇଲର ବ୍ୟବହାର, ଇଣ୍ଟରନେଟ୍ର ବ୍ୟବହାର ଠିକ୍ରେ ଉପଯୋଗ ନ କରିପାରିବାରୁ ଏଇଟା ହେଉଛି ଓଡ଼ିଶା ତରଫରୁ ଗୋଟେ ଜୁଭେନ୍ତିକା ପ୍ରୋଗ୍ରାମ ହେଇଛି। ସବୁ ଥାନାରେ ହେଉଛି, ଆମ ଥାନାରେ ବି ଆଜି ହେଇଥିଲା। ଏଥିରେ ପାଖାପାଖି ଅଙ୍ଗନୱାଡ଼ି କର୍ମୀ ଆଉ ଛୋଟ ଛୋଟ ପିଲାମାନେ ପାଖାପାଖି 25-30 ଜଣ ପାର୍ଟିସିପେଟ୍ କରିଥିଲେ। ଡିଜି ସାହେବଙ୍କର ଭିସି ଚାଲିଥିଲା। ସେ ଭିସିରେ ବି ସବୁ ଲୋକ ବହୁତ କଥା ଛୋଟ ପିଲାମାନେ ଜାଣିଲେ, ସବୁ ଜାଣିଲେ ପୋଲିସ ଆଉ ଜନସାଧାରଣ କେମିତି ଭଲ ସୁସମ୍ପର୍କ ସ୍ଥାପନ କରିବ ସେ ବିଷୟରେ ପ୍ରୋଗ୍ରାମ ହେଇଥିଲା। ସାହୁ, ମୁଁ ନୂଆସାହି ସାନ୍ଦବସ୍ତିପାଟଣାରେ ରହୁଛି। ଦିଦି କହିଲେ ଆସିବା ପାଇଁ ପୋଲିସ ଷ୍ଟେସନ। ଟିକେ ଡର ଲାଗିଥିଲା, କ'ଣ ହବ କ'ଣ ନାହିଁ, ସେଥିପାଇଁ ଡର ଲାଗିଥିଲା। ତାପରେ ଆସିଲାଠୁ ଏଇଠି ବସିଲୁ। ତାପରେ ଏଇଠି ପ୍ରୋଗ୍ରାମ ଚାଲିଥିଲା ଜୁଭେନ୍ତିକା। ଆମେ ଜାଣିଲୁ କେମିତି କ'ଣ କରିବୁ, ଆମ ଫ୍ୟୁଚରରେ କ'ଣ କାମ ଆସିପାରିବ। ଆଉ ପୋଲିସ ଷ୍ଟେସନରେ ସମସ୍ତଙ୍କ ସହିତ ମିଶିଲୁ। କାହାକୁ ଡର ଲାଗିଲାନି, ଯାହା ଭୟ ଥିଲା ସବୁ ଦୂରେଇ ଗଲା। ଆଉ ଏଇଠି ଶିଖିଲୁ ଫୋନ୍ କେମିତି ଆଭଏଡ୍ କରିବୁ, ଆଉ କେମିତି ନିଜ ଫ୍ୟୁଚର ବ୍ରାଇଟ୍ କରିବୁ, ପାଠ ପଢ଼ିବୁ, କେମିତି ସବୁ ସାଇବର କ୍ରାଇମ୍ କେସ୍ ହେଉଛି ତ ତାଠୁ କେମିତି ଦୂରେଇ ରହିବୁ, ଅନଲାଇନରେ ଯାହା ସବୁ କ୍ରାଇମ୍ ହେଉଛି ତାଠୁ କେମିତି ଦୂରେଇ ରହିବୁ। ଆଉ କିଛି ପ୍ରୋବ୍ଲେମ୍ ହେଲେ ଯେମିତି ଆମେ ଆସିକି କହିପାରିବୁ, ମାନେ ଡର ନଥାଇକିନା କେମିତି କହିପାରିବୁ କି ଏମିତି ସେମିତି ହୋଇଛି। ତାପରେ ଯାହା ବି ପ୍ରୋବ୍ଲେମ୍ ହେବ, ଆମେ କଲେଜ ଯାଉଛୁ, ଯାହା ବି ପ୍ରୋବ୍ଲେମ୍ ହେବ ତ ଆମେ କଲ୍ କରିକି ଆସିକି ନହେଲେ ପୋଲିସ ଷ୍ଟେସନ ଯାହା ପ୍ରୋବ୍ଲେମ୍ ହେବ ଆମେ ଆସିକି କହିପାରିବୁ। ବହୁତ ଭଲ ଲାଗିଲା ଆସିକିନା ଆଜି। ଆଉ ଏଇଠି ସମସ୍ତେ ବହୁତ ମିକ୍ସିଂ ଆଉ ବହୁତ ଭଲ ବି ଲାଗିଲା। ଥ୍ୟାଙ୍କ ୟୁ। My name is Swagati Raut. I am from Banapada. ତ ଆଜି ଫାର୍ଷ୍ଟ ଟାଇମ୍ ଆମେ ଯେହେତୁ ଆସିଛୁ ପୋଲିସ ଷ୍ଟେସନ, ଗଅଁଦିଆ ପୋଲିସ ଷ୍ଟେସନକୁ, ମୁଁ ଏଇଟା ମୋର ପ୍ରଥମ ଥର ପାଇଁ ଆସିଛି। ୟା ପୂର୍ବରୁ ମୁଁ କେବେ ଆସିନାହିଁ, କିନ୍ତୁ ଆଜି ମୁଁ ଯେତିକି ସମୟ ଏଠି ରହିଲି ସେଥିରୁ ମୁଁ ଏତିକି ଅନୁଭବ କଲି ଯେ ପିଲାମାନଙ୍କୁ ଏଥିରୁ ବହୁତ କିଛି ଶିଖିବାକୁ ମିଳିବ। ଏଠି ମୋ ଏଜ୍ର ହିଁ ସମସ୍ତେ ପ୍ରାୟ ପିଲା ଥିବେ ଏବଂ ମୁଁ ଏତିକି କହିବି ଯେ ଏଠି ପ୍ରାୟ ଆମେ ଯେତିକି ପିଲା ଅଛୁ ସମସ୍ତଙ୍କ ପାଖରେ ନିଶ୍ଚିନ୍ତ ଭାବରେ ମ୍ୟାକ୍ସିମମ୍ ପିଲାଙ୍କ ପାଖରେ ଫୋନ୍ ଅଛି। ଏଇଠୁ ଯଦି ଆମେ ନିଜେ ସୁଧୁରିବାନି ତେବେ ଆଉ ଭବିଷ୍ୟତରେ ଆମେ ସୁଧୁରି ପାରିବାନି। ଏବଂ ଏଠି ଏଇ ଯୋଉ ଡିଜିପି ଓଡ଼ିଶା ତରଫରୁ ଯୋଉ ଥିଲା ସେଥିରେ ଯୋଉ ଭିଡିଓ କଲିଂରେ ଯୋଉ ଆଇପିଏସ୍ ମ୍ୟାଡାମ ଯାହା କହୁଥିଲେ, ଏବଂ ସେଥିରୁ ମଧ୍ୟ ଆମେ ଅନୁପ୍ରାଣିତ ହେଇପାରିବା କି ଯେ ଫୋନ୍କୁ ଆମେ କିପରି ୟୁଜ୍ କରିପାରିବା, କୋଉ ୱେରେ ୟୁଜ୍ କରିପାରିବା, ଏବଂ ଆମେ ଯଦି ଚାହିଁବା ଫୋନ୍କୁ ବହୁତ ଭଲ ଭାବରେ ୟୁଜ୍ କରିପାରିବା ଏବଂ ଖରାପ କାମରେ ବହୁତ ମଧ୍ୟ ୟୁଜ୍ କରିପାରିବା। କିନ୍ତୁ ଆଜିକାଲିର ପିଲା ଏବଂ ବର୍ତ୍ତମାନର ପିଲାମାନେ ବହୁତ ଫୋନ୍ଟାକୁ ବହୁତ ଅନ୍ ୱେରେ ୟୁଜ୍ କରୁଛନ୍ତି, କିନ୍ତୁ ୟୁଜ୍ କରିବା ଜାଗାରେ ୟୁଜ୍ କରିଥିଲେ ଏବେ ଆମ ଦେଶ କ'ଣ, ଆମ ଭାରତ କ'ଣ, ଆମ ଭାରତ ବହୁତ ଆଗକୁ ଯାଇଥାନ୍ତା। ନମସ୍କାର, ମୋ ନାଁ ସରସ୍ୱତୀ ରାଉତ। ଆମ ଘର ଏଇ ଥାନା ପାଖରେ। ଆଉ ମୁଁ ଆଜି ଆସିଥିଲି ଏ ପ୍ରୋଗ୍ରାମକୁ। ମୁଁ ଶିଖିଲି କି ଫୋନ୍ ବେଶୀ ବ୍ୟବହାର କରିବାନି, କି କିଛି ଖରାପ ୱେରେ କିଛି ଚାଟିଂ କି ମେସେଜ को ବାହାର ଲୋକଙ୍କ ସହ କଥା ହେବାନି, ଆଉ ଫୋନ୍ଠୁ ଦୂରେଇ ରହିବା। ଆଉ ଫୋନ୍ ଯଦି ୟୁଜ୍ ବି କରୁଛନ୍ତି ପାଠ ବିଷୟରେ ୟୁଜ୍ କରନ୍ତୁ। ଏତିକି କହିବି, ଧନ୍ୟବାଦ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।